ମାୟାରେ ପଡିଯାଇଛି ଇନ୍ଦ୍ରଜିତ। ଛେଳି ରକ୍ତ ଗୁଡାକରେ ଖାଲି ସ୍ୱାହା 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 କରୁଛି। ଆଚ୍ଛା, ଇଏ ତ ପାତାଳପୁରରେ ଅଛି, ଏ 3 ଜଣ ଯାକ କେମିତି ଯିବେ? ହନୁମାନ ଯିବ, ଲକ୍ଷ୍ମଣ ସାଙ୍ଗରେ ଯିବ, ବିଭୀଷଣ ଯିବ, ଏ କେମିତି ଯିବେ? ଯୋଉ ବାଟକୁ ସରସ୍ୱତୀ ଜାଣିନି, ଯୋଉ ବାଟକୁ ବୃହସ୍ପତି ଜାଣିନି, ଯୋଉ ବାଟକୁ ଗଣେଶ ଜାଣିନି, ଇଏ କେମିତି ଯିବେ ସେଠିକି? ମତେ ମାରିଦେନି ରେ, ମୁଁ ମରିଗଲିଣି ଖଟି ଖଟି, ଗାଇବାର ଇଚ୍ଛା ନାହିଁ। ତଥାପି ଆଜି ହଉ ହଉ, ସେଇ ଭଲ ପାଇବା ଥାଉ। ଯଦି ପାଢି ଆସିଥାନ୍ତା ତାହେଲେ ପାଲାର ଗତି ଆଉ ଟିକେ ନିଆରା ହେଇଥାନ୍ତା। ଗାଈକୁ ତାକୁ ଆଣିଛ, ସେ ଖାଲି ରାତି ଯାକ ହବ। ହଁ ହଉ, କାମ ଚଳୁ। ତାହେଲେ ହେ ସଜ୍ଜନ ବର୍ଗେ, ଇଏ କେମିତି ଯିବେ 3 ଜଣ ଯାକ ପାତାଳ କଟକ ଭିତରକୁ? କେବଳ ଆପଣ ମାନଙ୍କୁ ଟିକେ ଖୁସି କରିବା ପାଇଁ ମୁଁ, ଆମେ ଦିନ ଯାକ କୁଣ୍ଢା କୁଣ୍ଡି ହେଇକି ଶୋଇବୁ, ଏକାଠି ଖାଇବୁ। ମୁଁ ନ ଗାଧେଇଲେ ସିଏ ଗାଧେଇବନି, କିନ୍ତୁ ପେଣ୍ଡାଲ ଉପରେ ପଦେ ପଦେ କହିଲେ ଆପଣଙ୍କୁ ଟିକେ ଭଲ ଲାଗିବ। ହଁ, 2 ଗାୟକ ଟିକେ ପିଟା ପିଟି ହଉଛନ୍ତି, ଏଇଆ ହଉଛି କଥା, ନହେଲେ ଆଉ ଦ୍ୱିତୀୟ କଥା ନାହିଁ କିଛି। ହେ ସଜ୍ଜନ ବର୍ଗେ, ଇଏ ଗଲେ କେମିତି? ନା ଲକ୍ଷ୍ମଣ ଅଟନ୍ତି ସିନା ଅନନ୍ତ ଅବତାର, ରୂପ ଧରି ପ୍ରଭୁ ଚାଲିଲେ ପାତାଳ। ଲକ୍ଷ୍ମଣଟି କଣ? ଅନନ୍ତ ନାଗ। ନିଜେ ଲକ୍ଷ୍ମଣ ନାଗ ସାପ ରୂପକୁ ଧଇଲେ। ଯୋଉ ବିବର ଭିତରେ ପାତାଳପୁରରେ କରୁଥିଲା ତପସ୍ୟା ଇନ୍ଦ୍ରଜିତ, ନାଗ ସାପ ରୂପକୁ ଧରିକି ତା ଭିତରକୁ ପଶିଲେ। ହନୁମାନ ସେ କେମିତି ଯିବ? ଗଲା ମଛିକା ରୂପକୁ ଧରି ବୀର ହନୁମାନ। ମଛିକା ରୂପକୁ ଧରି ବୀର ହନୁମାନ। ସ୍ୱାମୀଟି କେମିତି ବାପା, ସ୍ତ୍ରୀଟି କେମିତି ଝିଅ। ହଁ, ମୋ ମା ଯେତେବେଳେ ପଚାରିଛି, ସାଙ୍ଗେ ସାଙ୍ଗେ ଉତ୍ତର ଦେଇ ଦଉଛି। ଯେତେବେଳେ ତମେ ମହାପୁରୁ ଘରକୁ ଯାଉଛ, ଠାକୁର ପାଖରେ ବସୁଛ, କଣ କହୁଛ? ତ୍ୱମେବ ପିତା ମାତା ତ୍ୱମେବ ବନ୍ଧୁ ସଖା ତ୍ୱମେବ ବିଦ୍ୟା ଦ୍ରବିଡ଼ ତ୍ୱମେବ ସର୍ବଂ ମମ ଦେବ ଦେବ। ମା କଣ ଡାକିଲ? ତ୍ୱମେବ ପିତାଶ୍ଚ ମାତା ତ୍ୱମେବ, ତମେ ମୋ ବାପା, ତମେ ମୋ ମା। ଯାହାକୁ ଗୀତାରେ ବ୍ୟାସଦେବ କଲମ କଲେ, କଣ କହିଲେ? ପିତା ହୋମସ୍ୟ ଜଗତ ମାତା ଧାତା ପିତା ମୋହ ନିତ୍ୟଂ ପବିତ୍ର ମୁଙ୍କାର କୁଶାମ ଯଜୁରେ ବଚ। ସ୍ୱାମୀ କି କହିଲ, ହେ ସ୍ୱାମୀ, ପିତା ହୋମସ୍ୟ ଜଗତ, ଆପଣ ଜଗତର ବାପା, ଆପଣ ଜଗତର ମା, ଆପଣ ଜଗତର ବନ୍ଧୁ, ଆପଣ ଜଗତର ବିଦ୍ୟା, ଆପଣ ଜଗତର ସର୍ବସ୍ୱ। ତାପରେ ଆଉ କଣ କହିଲ? ଯେମିତି ଗରୁଡ଼ ସ୍ତମ୍ଭ ପଛପଟକୁ ପଳେଇଲ, ସେତିକି ଡାକିଲ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବ ତୁମେ। କଣ କହିଲ?
কদাচিৎ কারন্দিত বিপিন সঙ্গীত করবু মুদার ভিনারী বদন কমলা স্বাদ মধুপ গাইছ না নাই গাইন জগন্নাথକୁ ସ୍ୱାମୀ କହିଛ ନା ନାହିଁ କହିନ ଆଚ୍ଛା ସେଇ ଜଗନ୍ନାଥକୁ ଯେତେବେଳେ ବାହାଘର ହେଲ ବାଡୁଅ ପାଣି ଯେତେବେଳେ ପଇଲା ପଚାରିଛ ମାନେ ଭଲ କି ଖୋଲି କହିଦଉଛି ଯେତେବେଳେ ବାଡୁଅ ପାଣି ପଇଲା ସେତିକି ବେଳେ କଣ କଲ ନା ସପ୍ତ କଳସ ଜଳାନି ଘଟା ନିଶ୍ଚସ୍ତ ଥେଇବ ତ୍ୱମେବ ସର୍ବଗତି ପିତାଭ୍ୟଂ ପରମଂ ମମ ଯେତେବେଳେ ବାଡୁଅ ପାଣିରେ ଗାଧେଇଲ ଢାଳିହେଲ ପାଣି ସ୍ୱାମୀ ନାଁରେ ଢାଳିହେଲ ବାଡୁଅ ପାଣି ନା ଆଉ କା ନାଁରେ ସ୍ୱାମୀ ନାଁରେ କଣ କହିଲ ନା ତମେ ବାପା ହେ ବାପା ତମ ନାଁରେ ଏ ବାଡୁଅ ପାଣି ମୁଁ ଗାଧଉଛି ବଡ ଦେଉଳକୁ ଗଲ ଜଗନ୍ନାଥଙ୍କୁ କହିଲ ତମେବ ପିତାଶ୍ଚ ମାତା ତମେବ ତମେ ମୋ ବାପା ଯେମିତି ଗରୁଡ ସ୍ତମ୍ଭ ପଛରେ ଠିଆ ହେଇ ପଇଲ ସେତେବେଳେ ଡାକିଲ ଜଗନ୍ନାଥ ସ୍ୱାମୀ ନୟନ ପଥ ଗାମୀ କୋଉଟା ଠିକ କିଲୋ ମୋ ଝିଅ କହିଲୁ କୋଉଟା ଠିକ ତିନିଟା ଯାକ ଠିକ କାହିଁକି କାହିଁକି ନା ନାରୀ ତିନିଟା ରୂପ ଦିନକୁ ଧାରଣ କରେ କଲା ମାତା ରୂପେ ଏ ସଂସାରକୁ ଆନନ୍ଦେ ଗଢିଲା ଆନନ୍ଦେ ଗଢିଲା ଏ ଭଲା ଆନନ୍ଦେ ଗଢିଲା ଭଉଣୀ ରୂପରେ ସର୍ବେ ଜଗତ ପାଳିଲା ଜଗତେ ପାଳିଲା ଏ ଭଲା ଜଗତେ ପାଳିଲା ଭାଜିଆ ରୂପେ ମୋ ଶରୀର କରିଲା ସଂହାର ଗଢିଲା ସଂହାର ଏ ଭଲା ଗଢିଲା ସଂହାର ଏହି ତିନି ଶକ୍ତି ବୋଲି ଏ ତିନି ଠାକୁର ଏ ତିନି ଠାକୁର ଏ ଭଲା ଏ ତିନି ଠାକୁର ତିନି ଠାକୁର ଗୁଡାକୁଛ ଦେଖ କେତେ ପାଠ ପଚାରିଲୁ ବୋଲି ଜିନିଷ ବାହାରିଲା ଜଗନ୍ନାଥ ବଳଭଦ୍ର ସୁଭଦ୍ରା ଆମେ ସୁଦର୍ଶନକୁ ପଚାରିନି ଏ ତିନି ଠାକୁରକୁ ପୂଜା କରେ ଜଗନ୍ନାଥ କୋଉ ଶକ୍ତି ଆଜ୍ଞା ବଳଭଦ୍ର କୋଉ ଶକ୍ତି ସୁଭଦ୍ରା କୋଉ ଶକ୍ତି ସେଠୁ ମୋ ବାପା କହିବେ ସାର୍ ଖାଲି ଗପୁଛନ୍ତି ମତେ ସାର୍ କଷ୍ଟ ହବ କାହିଁକି କାରଣ ଏ ଜିନିଷ ପାଠ ଜିନିଷ ଗୁଡାକ ମୁଁ କହୁଛି ଅନ୍ୟଥା ଆଜେ ବାଜେ ଗପ ଆମ ଗାଁ ଗୋବିନ୍ଦ ସାହୁ ଘରେ ପିଲା କେତେଟା ମୁଁ କହୁନି ସାର୍ ସୁଭଦ୍ରା ହେଲେ ମାଧ୍ୟାକର୍ଷଣ ଶକ୍ତି ଗଛରୁ ଫଳଟିଏ ପଇଲେ ସେ ତଳେ ପଡିବ ଆଜ୍ଞା ଆଉ କିଏ ଜଗନ୍ନାଥ ଅଛନ୍ତି ଯେ ମହାକର୍ଷଣ ମହାକର୍ଷଣ ଏ ଭଲା ମହାକର୍ଷଣ ଦୀପଟିଏ ଜାଳି ଦେବେ ଉଭେ ପ୍ରଜ୍ୱଳନ ଉଦେ ଦେବନ ଏ ଭଲା ଉଦେ ଦେବନ ଜଗନ୍ନାଥ ହେଲେ ମହାକର୍ଷଣ ଶକ୍ତି ଆମେ ଦୀପଟିଏ ଯେତେବେଳେ ଘରେ ଲଗଉଛେ ତା ଶିଖାଟା ଉପରକୁ ଉଠୁଛି ନା ତଳକୁ ତା ମାନେ ଯେତେ ନିଆଁ ସବୁ ଲଗେଇବା ସବୁ ନିଆଁ ଉପରକୁ ଯିବ ନା ତଳକୁ ଆସିବ ତୁ ପାଳିଆ ଲୋକ ତୁ କରିବା ଲୋକ ବୁଝିଲୁ ଆଜ୍ଞା ତୁ ଆକୁ ବୁଝିପାରିବୁନି ଯଦି ସବୁ ନିଆଁଟା ଉପରକୁ ଉଠେ ମୁଁ ଗୋଟିଏ ନିଆଁ ଆପଣଙ୍କୁ ପଚାରୁଛି କହିଲା ଅନନ୍ତ ଗଗନେ ହେ ତପନ ଗାୟକ କେଶରୀ ଉଦୟନାଥ ରଥ ଶର୍ମା ଅନନ୍ତ ଗଗନେ ହେ ତପନ ରଚେ ତୀର୍ଯ୍ୟକ ଗତି ରଚେ ତୀର୍ଯ୍ୟକ ଗତି ଉପରକୁ ଜଳି ଉଠଇ ଅଗ୍ନି ଶିଖା ଝଟତେ ଆଜ୍ଞା ରାତି ପାଇଲେ ସକାଳ ହବ ସୂର୍ଯ୍ୟ ଦେବତା ଉଦୟ ହେବେ ନା ନାଇଁ ହେବେନି ଆଚ୍ଛା ସୂର୍ଯ୍ୟଙ୍କର ଯୋଉ ତେଜ ସେ ତ ମହା ହିଲିୟମ ପାୱାର ଇଏ ନ୍ୟୁଟ୍ରନ ପାୱାର ନୁହଁ ହିଲିୟମ ପାୱାର ର ଗତି ସଦାବେଳେ ଉର୍ଦ୍ଧ୍ୱ ତଳକୁ ନୁହଁ
अच्छा सूर्य तो एते बड़ हिलियम पावर अधिकारी आपण मो बापा खाली कहले सूर्य किरण ता ऊपर को पड़ुची ना तलू को ताले निआटा तलू को ना ऊपर को यह आमको बेले बेले आपण परीक्षा पकाती किंतु भारी मते भल लगे कहीं ना आम तो सबु ज्ञानी नुह किसी किसी जिनस हुए तो आम शिक्षित न था किंतु आपण माने आमको बाट बतई दियंती पचारती आम सीना उत्तर जान नु जो गायक टिंगा टिंगी होगी चलिकी जीव से गायक नु कारण आमको मिलगला प्रश्नटी आम ता उत्तरटा को खोजा चेष्टा करूँ आ से उत्तरटा जिते बेले आम पाइबू आम आपण मानक पाखे टिके प्रशंसा पाइबू से भाया गोटे गायक थिला पिला माने कहिथिले बसा करे बारंबार कहिथिले कलाकार जीवन तो दुखमय तेणु लुण छण गाण वर्षा हेले अकारण पानी पड़िले लुण बेकार पानी पड़िले छण छपर घर गर्धब नड़ा बेकार आउ पानी पड़िले आमे गायक पंसा बेकार आमको डाक किए जहाँ दी पैसा नहीं कि रोजगार करदे से तो कही वर्षा दिने चलिकी बंची जावा कथा आउ कौन पाला गायक कि गोटे पाला गाई कि कोटिपति है किंतु एतिकी रही थाए ना टिके रही जाए से ना को नहीं थिला गोटे पुओ यही अंचल हरिपुर घर गायक हूँ लोकनाथ कर मु निज भौणीर अजा शशुर राम कर होउछंती मो भौणीर निज मलासुर वार्धक्य उपनीत हेनी पाला गाई गाई आपणकर सेवा करी करी आज्ञा पाला गाउथु जो दिन देहरु टिके झाल न बाहर आपण कहे ना आज पाला होतार भल हेलानी जो दिन झाल बाहर बसा घरे मुठे खाई पार नथु से दिन कहे हाँ आज होता खटी आज पालाटा भल निज जाक पशिछंती जेते बेले इंद्रजित यज्ञ करुची लक्ष्मण को छाईटा पड़गला निया अग्नि भितर अनेला कि इंद्रजित कला महापुर तमे आइल एतिकी बेलू महापुर देखा देल केते बेलू डाकिली टाइम केते हेलानी महापुरु तमे एतिकी बेलू देखा देव आउ जदि एतिकी बेलू देखा देव मु केतिकी बेलू फल पाइबी कला नुहे मु नल देव रागिगला लक्ष्मण कला नुहे मु नल देव रामानुज राघव रामानुज पड़ा बेले किरे करम पड़ा बेले कलपे गरल फले भलारे कलप गरल फले भलारे कलप गरल फले ये कथा के न जानू कि तू ही ये कथा तू न जानू कि मूर्ख तू भावुचु अग्नि देवता मु आईची मु अनल देव नुह मु रामानुज राघव लक्ष्मण मु ना गोटे आईच ना तोते प्रेम करने को आईची बोली भावुचु आईची कुआड़ तोते मारी देवी मारिबा को आईची असुर गुड़ाक आज्ञा टिके माया भी नुह कि असुर गुड़ाक माया टिके लगेला कहला कौन कलेठू खसिकी जीवी न खसिले तो मत मारदेव
କ'ଣ କରିବି? କହିଲା ନାଇଁ ମୁଣ୍ଡିଆଟେ ମାରିବା ଦେଖିବା ସେ କ'ଣ କହୁଛି। ତାମାନେ କ'ଣ ସନା ଘୁଷେଇକି ମୁଣ୍ଡିଆ ମାରି ବସା ଘରେ ମୁଣ୍ଡିଆଟେ ମାରିଦେବି। 200 ଦେଇନି ମାନେ ଆଉ ମୁଣ୍ଡିଆ ନଟ। ମୁଁ କହିକି ଏମଏଲକୁ ତା ପାଇଁ 500 ଟଙ୍କା ରଖୁଛି, ମତେ ଦଉନି 200। ମତେ ଦେଲ ଆର ଗାୟକ ପାଇଁ ଦିଅ। ହଉ 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 ରହ ରହ, ଆସିବ କାଲି ନୁହଁ ପରଦିନ ମୁଁ ଭାରିଜେ ଆଉଛି। ମୋ ଭୋଗ ହବ ଏଇଠି, ସବୁ ଯାକ ଭୋଗ ପଇସା ତୁ ଦବୁ ବସେଇ, ଆଉ କେହି ଦେବେନି। କହିଲା ଏ ସୁମିତ୍ରା ଜନନୀ ବଳେ ପ୍ରଖ୍ୟାତ ମହିମଣ୍ଡଳେ ଭଲାରେ ଜୟ କରି ଅଛ ପ୍ରଭୁ ସିନା ତ୍ରିପୁର, ଯଦି ଯୁଦ୍ଧ ପାଇଁ ଇଚ୍ଛା କରିବ ନେବ ପରୀକ୍ଷା, ତମେ ମହାବୀର ଜାଣିଛି, ସୁମିତ୍ରା ମାର ଆଶୀର୍ବାଦର ପୁଅ ତମେ, ମୁଁ ଜାଣିଛି ତମେ ମହା ଭଲ ଲୋକ, ଯୁଦ୍ଧ କରିବାକୁ ଆଇଛ। ଆଇଛ ଯେ ଗୋଟେ ଭଲ ପାଇବା ଯୁଦ୍ଧକୁ ଆଇଛ ନା। ଆଉ ମୋ ହାତରେ ତ କିଛି ନାହିଁ, ତମ ହାତରେ ଖଣ୍ଡା। ଯୁଦ୍ଧ କେମିତି କରିବି? କ'ଣ ଖାଲି ହାତରେ ଖଣ୍ଡା କରିବି? ବିନା ବ୍ୟାଟରେ କ'ଣ ବଲ ଛକା ବାଜିବ? ଟିକେ ଅପେକ୍ଷା କର, ମୁଁ ମୋ ଅସ୍ତ୍ରଟା ଖାଲି ଟିକେ ନେଇକି ପଳେଇ ଆସେ। ବିଭୀଷଣ ସେତିକି ବେଳେ ଉତ୍ତର ଦେଲା, ଏ ଲକ୍ଷ୍ମଣ ଏ ସମୟକୁ ଜମା ଛାଡେନି। ଯଦି ଏଇ ଟାଇମରେ ଛାଡିଦବୁ, ଲକ୍ଷେ ରାମ ହେଲେ ଇନ୍ଦ୍ରଜିତକୁ ମାରି ପାରିବ ନାହିଁ। ଏଇଠି ମାରେ। ଇନ୍ଦ୍ରଜିତ କାନରେ ବାଜିଲା, କହିଲା ଏମିତିଆ ୱାର୍ଡ କିଏ କହିଲା? ଏ ଶବ୍ଦଟା କୁଆଡୁ ଆସୁଛି? କଣେଇକି ଟିକେ ଅନେଇଲା, ଯେମିତି କଣେଇକି ଅନେଇଲା, ତାକୁ ଦେଖାଦେଲା ତା କକା। ଆଉ କହିଲା ଆଲୋ ଦାଦି ତୁ ଆଇଛୁ, ଜାଣିଲି ଜାଣିଲି ଏଥର କାହୁଁ କେଉଁ ଛିଦ୍ରରେ କୀଟ ଆସି ପଶିଛୁ ଏହି ହବ୍ୟ ସମ୍ଭାରେ। କଲା ମୁନିନ୍ଦ୍ର ବାଞ୍ଛିତ ଲଙ୍କାରେ ଶଙ୍କା ନଥିଲା କାର, ନଥିଲା କାରରେ ମାନସ ଶଙ୍କା ନଥିଲା କାର। କାହା ଯୋଗୁ ଆଜି ହୋଇଲା ତାହା ମୋର ପ୍ରାନ୍ତର, ମୋର ପ୍ରାନ୍ତରରେ ମାନସ ତାହା ମୋର ପ୍ରାନ୍ତର। ପକା ତୁ ଆଇଲୁ ନଷ୍ଟ କରିଦେଲୁ ବଂଶକୁ, ରାଜା ହବା ପାଇଁ ତୋର ଇଚ୍ଛା। ଏ ଲକ୍ଷ୍ମଣ, ଲଙ୍କା କଟକରେ ଗୋଟାଏ ଅଣ୍ଡ୍ରି ପୁଅ ଥିଲା ପର୍ଯ୍ୟନ୍ତ ତୁ ରାଜା ନଟ, ତୁ ରାଜା ନଟ। ଯୋଉଦିନ ଲଙ୍କା କଟକରୁ ସବୁ ଅଣ୍ଡ୍ରି ପୁଅ ମରିଯିବେ, ସେଇଦିନ ତୁ ବିଧବା ମାନଙ୍କ ରାଜା ହଉ। ଲଙ୍କାରେ ତୋ ନାଁ ଲେଖା ହବ ରାଣ୍ଡି ରାଜା ବିଭୀଷଣ। ତା ପର୍ଯ୍ୟନ୍ତ ତୁ କେବେ ରାଜା ହେଇପାରିବୁନି। ନା ବିଭୀଷଣକୁ ଟିକେ କାଟିଲା, କହିଲା ହୋତା ନୁହେଁ ବାବୁ ମୁହିଁରେ। ଆଉ ମୁଁ ହୋତା ନୁହଁ, ମୁଁ ନୃସିଂହ ହୋତା ନୁହଁ। କଣ ନୃସିଂହ ଦାସ? ସେ ସନାତନ ଦାସ, ସେ ଦାସ ବ୍ରାହ୍ମଣ। ଦେବୀ ନଦୀ କୂଳରେ ମାଛ ଧରୁଛି ମୁଗୁରା ଧରିକି ସବୁଦିନ। ହଁ, ତା ଘର ପାଖରେ ଦେବୀ ନଦୀ, ମିଛ କହୁନି। ମୋ ନାରାୟଣଙ୍କ ଦରବାର। ଗୋଟେ ଏଡିକି ବଡ ଘୁମୁରାଟେ କରିଛି, ଆଉ ଜାଲ ଖଣ୍ଡେ ରଖିଛି, ପକେଇକି ମାଛ ଧରିକି ଖାଉଛି। ଦିନେ ନାଗ ସାପ ପଶିଲା ଘର ଭିତରେ। ବ୍ରାହ୍ମଣ ଛୁଆ, ତୁ ମାଛ ମାରୁଛୁ?
ପଶିଲା ନାଗସାପ ସେ ଜାଲକୁ ସେଇ ଦୁଆର ମୁହଁରେ ଗୁଡେଇ। ମୁଁ କହିଲି ଆଉ ନଉନୁ ଜାଲ ନା ନାଇଁରେ ନାଗସାପ ପଶିଛି। ଆଉ ଜାଲ ଘରୁ ବାହାରିବା ନଟ। ଯଦି ଜାଲ ନବାର ଇଚ୍ଛା ଅଛି ଗାଲୁଆ ଗାଁରେ ବହୁତ ଜାଲ ମିଳିବ। ଗଲାବେଳେ ମତେ କହିବୁ, ମୁଁ ଲୋକମାନଙ୍କୁ ହାତ ଗୋଡ଼ ଧରିକି କାହାକୁ ବିପଦ କହିକି ଦିପଦ ଦି ତିନିଟା ଖଣ୍ଡେ ଜାଲ ଦେଇଦେଇ ଦେବୀ ନଦୀରେ ମାଛ ଧରୁଥିବୁ ଆଉ। ଆରେ ହୋତା ନୁହେଁ ବାବୁ ମୁହିଁରେ, ହୋତା ପିଅର ତୋର, ପିଅର ତୋରରେ ମାନସ, ହୋତା ପିଅର ତୋର। କାହା ଯୋଗୁ ଲଙ୍କା କଟକ ହେଲା ମରୁ ପ୍ରାନ୍ତର, ତୋର ପ୍ରାନ୍ତରରେ ମାନସ ହେଲା ତୋର ପ୍ରାନ୍ତର। ଉଠିଲା ଇନ୍ଦ୍ରଜିତ, ଧଇଲେ ଖଣ୍ଡା ଲକ୍ଷ୍ମଣ, ହାଣିଲେ ଇନ୍ଦ୍ରଜିତ। ଇନ୍ଦ୍ରଜିତ ମଲା। ଇନ୍ଦ୍ରଜିତର ହାତକୁ ଉଡେଇକି ଉପରେ ଫୋପାଡ଼ିଲେ। ଇନ୍ଦ୍ରଜିତର ସ୍ତ୍ରୀ ଫୁଲ ବଗିଚାରେ ସ୍ୱାମୀ ପାଇଁ ଫୁଲ ତୋଳୁଛି। ହାତଟାକୁ କାଟିକି ପବନ ଅସ୍ତ୍ରରେ ଉଡେଇ ଦେଇଛନ୍ତି ଲକ୍ଷ୍ମଣ। ସ୍ୱାମୀକୁ ଡାକୁଛି, ପଡିଯାଇଛି ହାତଟା। ରତ୍ନ ମୁଦିଟା ତା ବାପା ଯୋଉ ବନ୍ଦାଣ ଯୌତୁକ ଦେଇଥିଲେ ବାହାଘର ବେଳେ, ସେ ମୁଦିଟା ସ୍ତ୍ରୀ ଚିହ୍ନି ପାରିବନି ସ୍ୱାମୀର। ଦେଖି କାନ୍ଦିଲା। ନାରୀର ନାରୀତ୍ଵ ସିନା ତା ମଥାର ସିନ୍ଦୁର, ପରାଣ ଦେବତା ମତେ କରିଗଲ ପର। ଆହେ ପରାଣ ଦେବତା, ହେ ପରାଣ ଦେବତା। ସୂତ୍ରରେ ସିନା ତବ ପ୍ରୀତି ବନ୍ଧା। ଆହେ ପରାଣ ଦେବତା, ଆହେ ପରାଣ ଦେବତା। ଆଉ ନାହିଁ। ପହଞ୍ଚିଛି ରାମଙ୍କ ନିକଟରେ। ଇନ୍ଦ୍ରଜିତ ମୁଣ୍ଡଟା କଟା ହେଇକି ଗୋଟେ ଶିଆଳି ପତ୍ର ଉପରେ ଥୁଆ ଯାଇଛି, ଭାକୁର ମାଛ ମୁଣ୍ଡ ଭଳିଆ। ପାଟପୁର ତାପସ ରଞ୍ଜନ ଷଡ଼ଙ୍ଗୀ ଗାୟକଙ୍କ ସାହିତ୍ୟ ଚର୍ଚ୍ଚାରେ ମୁଗ୍ଧ ହୋଇ 101 ଟଙ୍କା ଭାରତ ମୁଦ୍ରା ପ୍ରଦାନ କରିଛନ୍ତି। କାହିଁକି ଘୋଷଣା କରୁନି, ଇଲା ବେଶୀ ରାଗିଯିବ। ସେ ସନ୍ନ୍ୟା ଦାସର ମହାଚେଲା ବର୍ତ୍ତମାନ, ବୁଝିଲୁ। ଏରା ଏତେ ପଇସା ଗୁଡାକ ନା କହନି। ସେ ତାର ବସିକି ଗନ୍ଥବ ବସା ଘରେ, ସେ ଖାଲି 200 ଦବନି। ତାହେଲେ ଚୁପକିନି ବସ। କହିଲା, ହେ ପ୍ରାଣର ଦେବତା, ମତେ ଛାଡ଼ିକି ଚାଲିଗଲ, ମୁଁ ବଞ୍ଚିବି କେମିତି? ମାଗିଲା ଯାଇକି ରାମଙ୍କୁ, ମୋ ସ୍ୱାମୀ ମୁଣ୍ଡଟା ଦିଅ। ହନୁମାନ ହସିଲା, କହିଲା, ଗୋଟେ ରାକ୍ଷସୀଟା, ଗୋଟେ ଅସତୀଟା, ସ୍ୱାମୀ ମୁଣ୍ଡ ନେଇକି କଣ କରିବୁ? ଓହୋ, ରହ। ଆରେ ପିଲା କେତେବେଳେ ଆସିକି ବସିଲେଣି? ମତେ କହ, ପ୍ରଥମରୁ ଆସିଲା ବେଳୁ ଆଜ୍ଞା ଗୋଟେ ଭଜନଟେ ହେଲାଣି, ଗୋଟେ ଓଡ଼ିଶୀଟିଏ ହେଲାଣି, କାହାକୁ ଠିଆ କଲେଣି? ତୋ ବୋପାକୁ କେତେ ଖଟିବ? ଆଉ କୋଉଠି କୋଉ ମଞ୍ଚରେ କୋଉଠି କୋଉ ପଦ କେତେବେଳେ ପଡିବ? ସେଟା କଣ ସବୁଠି ସମାନ ହେଇପାରିବ? ଧନ କଲା ଖସି ଯାଏ ମୋ ଯେବେ, ଆଉ 1000 ଟଙ୍କା ଦବୁ। ନିବିବସନ ଖସି ଯାଏ ଯେବେ, ନିବିବସନ କର ବାନ୍ଧୁଥିଲା ଏ ପ୍ରାଣ ଧନ, ଏ ପ୍ରାଣ ଧନ। ଏ ସ୍ୱାମୀ କୁଆଡେ ଚାଲିଗଲୁ ଛାଡିକି? ମତେ ପହଞ୍ଚି ଯାଇଛି, ମୁଣ୍ଡଟା ମାଗୁଛି, ମୋ ସ୍ୱାମୀ ମୁଣ୍ଡଟା ଦିଅ, ମୁଁ ଆତ୍ମହତ୍ୟା କରିବି, ସତୀଦାହ। ହନୁମାନ କହିଲା, ତୁ ଗୋଟେ ରାକ୍ଷସୀଟେ, ତୁ କଣ ସତୀ? ନା ହଁ ସତୀ।
ନା ତୋ ସ୍ୱାମୀର ମୁଣ୍ଡ ଯଦି କଥା କହିଦବ ତାହେଲେ ମୁଁ ଜାଣିବି ତୁ ସତୀ ଆଉ ରହୁନି। ମୁଁ ତ ପାଳିଆ ମାନଙ୍କୁ ବେଶ ସମୟ ବସେଇବା ଗାୟକ ନୁହଁ। ପିଲାମାନେ 10 ମିନିଟ୍ ହେଲା ବସି ସାରିଲେଣି। କଥାଟା ଏଇଠି ରହିଲା। ଆପଣଙ୍କର ଇନ୍ଦ୍ରଜିତର ମୁଣ୍ଡ କଥା କେମିତି କହିବ? ବୋଲ ଦିନ ଜନସ୍ୟ ଶରଣ ରକ୍ଷଣ ମହାବାହୁ, ବୋଲ ଦିନ ଜନସ୍ୟ ଶରଣ ରକ୍ଷଣ ମହାବାହୁ। ଆନନ୍ଦ ସାଗରେ ପୀର ଦରବାରେ, ଆନନ୍ଦ ସାଗରେ ପୀର ଦରବାରେ, ମଧୁରୁବାରେ ହରିବୋଲ କର, ତାଳି ହୁଳ ହୁଳି ଦିଅ, ଏ ବିଶ୍ୱ ଦୁଃଖ